पथरा श्री राम लखीबू पानीर पत्थर भासीब पानीर पत्थर भासीब श्री राम लखीबू तुलसी तुलसी बासीब तुलसी तुलसी बासीब हृदय तू लखीबू श्री राम कुंठे बसीब हरे राम हरे राम हरे राम घोषिब हरे राम हरे राम हरे राम घोषिब पत्थर श्री राम लखीबू पत्थर
ପାଦ ପଦ୍ମେ ସଦା ରହିଥାଉ। ହରେ ରାମ ହରେ ରାମ ହରେ ରାମ ଶିବ ଉପରେ ଚଢ଼ି କଥାରେ ଅନୁମତି ଅଳି। ହରେ ରାମ ହରେ ରାମ ହରେ ରାମ ଶିବ ହରିବୋଲ କର ଚାରି ସକେତ ହୁଏ। ହରେ ରାମ ହରେ ରାମ ହରେ ଏହି ସମାସ୍ଥଳ ଗୋଟିଏ ଶୋଇ ରହିବା। ହରେ ରାମ ସବୁକୁ ଦୟା କରିବେ ପ୍ରଭୁ ବାସୁଦେବ। ହରେ ରାମ ହରେ ରାମ ହରେ ରାମ ଅମରାବତୀ ପୁରା ବସନ୍ତ ଉତ୍ସବେ ସିଂହାସনে ବଧ ସୁরে মত গর্বে সে সুধর মার অতি চমৎকার ব্যঙ্গল জহি স্ফটিত বাবু খবর ମୋର ସଜ୍ଜନ ବର୍ଗ ପୁରୁଷ ବେଳେ ଆଚ୍ଛା ମାନେ ପରମ ବ୍ରହ୍ମ ଜନ୍ମ ନେଲେ ଜନ୍ମ ନେଇଗଲେ ପୁରୁଷ ଆସିଗଲେ ଏକାଠି କଣ କରିବେ? ହଁ ଏକାଠି ତାଙ୍କର ସବୁ ସାମର୍ଥ୍ୟ ନାହିଁ। ନା 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 ଶକ୍ତି ବଜାବ କିଏ ଶକ୍ତି ବିପୁଳ ନାରୀ ଏହା ହିଁ ସତ୍ୟ। ତେବେ ପୁରୁଷଙ୍କୁ ଆମେ ଅସହାୟ କରିଦେବା କି? ନାଇଁ ଆସିଲେ ପ୍ରକୃତିରେ ପୁଣି ଦେବି ତାଙ୍କରି କଥା ବିଧାରି ଆଇଲେ ସାରେ ବାବା ଆସିଲେ ତାପରେ ମା ଆସିଲେ ନିଶ୍ଚିତ ଦେବସଭା ବସିଛି ସମସ୍ତେ ତ ଅଛନ୍ତି। କଣ ହେଲା ବସନ୍ତ ଉତ୍ସବ ପାଳିତ ହେଉଛି ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଆଜି ଦେବସଭାରେ ସମସ୍ତେ ଅଛନ୍ତି ଉଦ୍ଦେଶ୍ୟ ସମସ୍ତଙ୍କୁ ଦିଆଯିବ ସମ୍ବର୍ଦ୍ଧନା। ପ୍ରତିଭା ଯୋଉମାନେ ଭାରି ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି। ସମସ୍ତେ ଆଜି ଉପସ୍ଥିତ ଅଛନ୍ତି। ଏଇଠି କଣ ମଧ୍ୟରେ ପ୍ରଭୁ ନାରାୟଣଙ୍କ ପ୍ରଥମ ସମ୍ବର୍ଦ୍ଧନା ହବନି କି? ତାପରେ କଣ ଆସିଲେ ଦେବରାଜ ଇନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଦିଆଗଲା। ଦେବତାଙ୍କ ମଧ୍ୟରେ ଅପ୍ସରଙ୍କ ମଧ୍ୟରେ ରମ୍ଭାକୁ ଦିଆଗଲା ସମ୍ବର୍ଦ୍ଧନା। ସ୍ୱର୍ଗପୁରୀରେ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆ ସାରିବା ପରେ ମର୍ତ୍ତ୍ୟରେ କାହାକୁ ଦିଆଯିବ? ସପ୍ତ ସାଗର ମୂର୍ତ୍ତିମନ୍ତ ହେଇକି ଅଛନ୍ତି। ସମ୍ବର୍ଦ୍ଧନା କହିଲେ କ୍ଷୀର ସମୁଦ୍ର ନଦୀମାନଙ୍କ ମଧ୍ୟରେ ଗଙ୍ଗା ଦେବୀ ସେ ସମ୍ବର୍ଦ୍ଧିତ ହେବେ। ଆଜ୍ଞା ଯେତେବେଳେ ପର୍ବତ ଘୋଷଣା କରାଗଲା ପର୍ବତ ମାନଙ୍କ ପାଳି ଆସିବା ପରେ ଦୁଇ ପର୍ବତ ଛିଡ଼ା ହୋଇ ପଡ଼ିଲେ। ଜଣେ କିଏ ନା ବୟୋଜ୍ୟେଷ୍ଠ ପର୍ବତରାଜ ବିନ୍ଧ୍ୟ ତାଙ୍କୁ ଦେଖି ଛିଡ଼ା ହୋଇ ପଡ଼ିଲେ କିଏ? ହିମାଦ୍ରି। ଯିଏ ସାରା ସଂସାରରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି ସେଇ ହିମାଦ୍ରି କେଶରୀ ଏପଟେ ବିନ୍ଧ୍ୟ କେଶରୀ ଉଭୟ ଦଣ୍ଡାମାନ ହେଇଛନ୍ତି। ଦ୍ୱନ୍ଦ୍ୱରେ ପଡ଼ିଗଲେ ବିଚାରକ ମଣ୍ଡଳୀ ଦ୍ୱନ୍ଦ୍ୱରେ ପଡ଼ିଗଲେ ଦେବରାଜ ଇନ୍ଦ୍ର କଥା ହେଲା ତାହା ପୂର୍ବରୁ ଲକ୍ଷ୍ୟ କରିଥିଲେ ବିନ୍ଧ୍ୟରାଜ ବୟସରେ ବଡ କେତେ ହିମାଦ୍ରି ସେ କଣ ଆସିଛି? ଆଜ୍ଞା ମୁଁ ହଉଛି ପର୍ବତ ରାଜ ବିନ୍ଧ୍ୟ ସେ ଯୋଉ ଆପଣ ଦଉଛନ୍ତି ସେ ଫେରିହେଲେ ମୁଁ ପାଇବି। ତେବେ ଆପଣ ମାନେ କଣ ଜାଣିପାରୁନାହାନ୍ତି ଏଇଟା କିଏ? ଏଇ ହିମାଦ୍ରି ଚାଲିବା ମଞ୍ଚନା ହିମାଦ୍ରି ଚାହୁଁଛି ବିନ୍ଧ୍ୟ ଥାଉ ଥାଉ ହିମାଦ୍ରି କାହିଁକି ଠିଆ ହେଇଛି? କଣ ତା ପାଖରେ ଅଛି? ମୁଁ ତ ରତ୍ନର ଭଣ୍ଡାର ଅହଂକାର କରି କହୁଛି ବିନ୍ଧ୍ୟ। ସଂକ୍ଷିପ୍ତ ନାମ ବିନ୍ଧ୍ୟ ପୁରା ନାମ ହଉଛି ବିନ୍ଧ୍ୟ କେଶରୀ। ବିନ୍ଧ୍ୟ ରାଜ୍ୟ ଅଞ୍ଚଳରେ ବିନ୍ଧ୍ୟ କେଶରୀ କହିବା ପରେ କଣ ଅଛି?
ମୋ ପାଖରେ ସବୁ ଅଛି। ଅଛି ବନି ମାଣିକ୍ୟ ହଉଛି ଗଙ୍ଗା ଘର ହଁ। ସେଥିରେ ନୁହେଁ ଆଉ ପବିତ୍ରକାଳିନୀ ନଦୀ ହଁ। କାବେରୀ ସିନ୍ଧୁ ନର୍ମଦା ଆଦି ନଈ ପଥରେ ପ୍ରବାହିତ ସେତିକି ନୁହେଁ ଆଉ ବସୁ କଣ କହିଲେ ସୃଷ୍ଟିର ଆଦ୍ୟ ଦେଖି ସୃଷ୍ଟିର ପ୍ରାରମ୍ଭିକ ଅବସ୍ଥା ମୁଁ ଦେଖିଛି ପ୍ରଥମ ଜଳର ସ୍ପର୍ଶ ଲୋକଙ୍କୁ ପାଇଛି ଆଦ୍ୟ ଘାମ ଲକ୍ଷ୍ମୀ ସୂର୍ଯ୍ୟଙ୍କର କିରଣ ମୁଁ ଅନୁଭବ କରିଛି ପ୍ରଥମ ଅମୃତ ମୁଁ ଚାଖିଛି ଆଉ ଏ ମିତ୍ର এটা কি ଇଏ କିଏ ମୋ ପାଖରେ ଆସିଛି ବସି ଯାଇଛି ମୋ ସହିତ ସମାନ ହେଇଯିବ ଆକ୍ଷେପ କରି କହୁଛି କିଏ ବିରୁଦ୍ଧ ସବୁ ସହ୍ୟର ବଳ କଥା ସହ୍ୟର କହିଲା আচ্ছা କଣ କହିଲେ ସମସ୍ତଙ୍କୁ আচ্ছা আচ্ছা କଣ କହିଲେ ବଡ଼ ଜୀବନ ସେ ବାବୁରେ କଣ କଲା ଘୁଷୁରୀ କଣ କଲା ଘୁଷୁରୀ ଗାଈ ମୁଣ୍ଡେ ଗାଁ ମୁଣ୍ଡେ ରହେ ଗାଈ ପ୍ରତି ଘରେ ପ୍ରାୟ ରହୁଛି ଚିନ୍ତା କଲା ଇଚ୍ଛା ପ୍ରାଣ ହେଇଗଲା ଯୋଉ ଭଳି ଗୋଟେ ପଶୁ ଚାରି ଗୋଡ଼ ତାର ମୁହଁ ତଳକୁ ସେ ଖାଉଛି କହୁଛି ଗୋବି ସେଇଆ କରୁଛି ଏତିକି ବ୍ୟତିକ୍ରମ ତା ଲାଞ୍ଜ ଟିକେ ବଡ ମୋ ଲାଞ୍ଜ ଟିକେ ଛୋଟ ଏତେ ସମ୍ମାନ ମୁଁ ଗାଈ ଦେଇଯିବି ବାସ୍ ଏକ ଅଦ୍ଭୁତ ଚିନ୍ତାଧାରା ଉଦ୍ଭୁତ ଭାବନା ଘୁଷୁରୀର ଘୁଷୁରୀ ଗାଈ ହବ ଆକ୍ଷେପ କରୁଛି କିଏ ବିନ୍ଧ୍ୟ ହିମାଦ୍ରୀକୁ କଣ କଲା ନା ଗୋଟେ ବର୍ଷ ବିଷ୍ଠା ଆଦି ଗୋଟେ ବର୍ଷ ଖାଇଲା ଗାଈ କ୍ଷୀର ବଡ ଜୀବନ ସେତିକି ଗଙ୍ଗା ନଈରେ ବୁଡ଼ ଦେଲା ତଥାପି ତା ମନ ସନ୍ତୁଷ୍ଟ ହେଲା ନାହିଁ ମାଟିରେ ବସେ ଗଡ଼ିଲା ମା ବାବୁ ଯଦି ଗୋଟିଏ ବର୍ଷ କ୍ଷୀର ପିଏ ଗୋଟିଏ ବର୍ଷ ବିଷ୍ଠାକୁ ତ୍ୟାଗ କରେ ଗଙ୍ଗା ନଈରେ ବୁଡ଼ ଦିଏ ଗଙ୍ଗା ମାଟିରେ ଗଡ଼ିଯାଏ ଘୁଷୁରୀ ଗାଈ ହେଇଯିବ ସେଇ ଘୁଷୁରୀ ନା ହେଇପାରିବନି ଜଗତ କେବଳ ମୋ ପାଖରେ ସମାନ ଆସନରେ ବସିଲେ ସମାନ ମାନ୍ୟତା ପାଇଲେ ହେଇଯିବ ନା କେବେ ସମ୍ଭବ ନୁହେଁ କେବେ ସମ୍ଭବ ନୁହେଁ ଆଚ୍ଛା ହିମାଦ୍ରୀ ନିଲାମରେ ବସିଥିଲା କେତେ ସହିବ ନା ହିମାଦ୍ରୀ ଛିଡା ହେଇ ପଡିଲେ କାହିଁକି ନା ଇଏ ବଡ଼ ବଡ଼ ଚାହିଁଦେଲା କଟକ ପାଖେ କହିଦେଲା କାହାକୁ ନିଜ ନିଜ ମୁଖରେ ନିଜ ପ୍ରଶଂସା ଠିକ ଅଛି ଶୁଣା ହେଲା ଯେ ତମ ଗର୍ଭରେ ଅନେକ ବଣି ମାଣିକ୍ୟ ଅଛି ଏହା ସ୍ୱୀକାର୍ଯ୍ୟ ଆଉ ମୋ ଗର୍ଭ କଣ ଶୂନ୍ୟ ମୋ ଗର୍ଭରେ ବଣି ମାଣିକ୍ୟ ନାହିଁ ତମଠୁ ସିନ୍ଧୁ ନର୍ମଦା କାବେରୀ ଆଉ ମୋଠୁ ନା ଗଙ୍ଗା ଯମୁନା ବ୍ରହ୍ମପୁତ୍ର ସରସ୍ୱତୀ କୋଉଥିରେ ଷୋଳ ବିନ୍ଧ୍ୟ କଣ କେବଳ ସେତିକି ନୁହେଁ ମୋ ପାଖରେ ଏକ ଅମୂଲ୍ୟ ରତ୍ନ ଅଛି
ନା ମୋ କନ୍ୟା ରତ୍ନ ହଉଛି ଗୌରୀ ଏମିତି କଣ ବୋଲି କହିଲେ ବସୁ ଏଟା ଗୌରୀ ନ ଏଟା ଗୌରୀ ନ ସମ୍ବୋଧନର ନ୍ୟୁନତା ଆଣିଲା ଶୁଣ ବୋଲି କହୁଥିଲା କହିଲା ସୌରବିନ୍ଦ ମୋ ପାଖରେ କିଛି କମ ନାହିଁ ଅନେକ ମଣିମାଣିକ୍ୟ ମୋ ନାଭରୁ ଗଙ୍ଗା ଯମୁନା ସରସ୍ୱତୀ ବ୍ରହ୍ମପୁତ୍ର ଆଦି ପବିତ୍ର କାଳିନୀ ନଦୀମାନେ ଅଛନ୍ତି ସେତିକି ନୁହେଁ ମୋ ପାଖରେ ଏକ ଅମୂଲ୍ୟ ରତ୍ନ ଅଛି କଣ ସେ ରତ୍ନ ରତ୍ନ ହେଉଛି କନ୍ୟା ରତ୍ନ କନ୍ୟାକୁ ରତ୍ନର ମାନ୍ୟତା ଦିଆଯାଇଛି କଣ ହେଲା ଏହା ଯାକ ସତ୍ୟ ମୋ ଝିଅ ହେଉଛି ଗୌରୀ ଯାହାର ଅନ୍ୟ ପାଠ ଏଟା ଗୌରୀ ମୁଁ ଜ୍ୱାଇଁ ପାଇଛି କିଏ ମୋ ଜ୍ୱାଇଁ ତତେ କଣ ଏକଥା ଅଜଣା ଅଛି ଆରେ ଏ ଶ୍ମଶାନର ଧୂଳି ପବିତ୍ର ହୋଇ ମହାଦେବ ଲାଗେ ଯେଉଁ ମହାଦେବ ଶ୍ମଶାନବାସୀ ଯାହାଙ୍କର ପଦ ଧୂଳିର ସ୍ପର୍ଶ ପାଇବା ପାଇଁ ଦେବତା ମାନେ ସର୍ବଦା ଜାଗ୍ରତ ସେଇ ମହାଦେବ ମୋର ନାମଟା ସେଇ ମହାଦେବ ମୋର ଜ୍ୱାଇଁ କେଉଁ କୋଳିର ବାଇ ସେ ଭାଗ୍ୟ ଅଛି ବିନ୍ଧ କିଏ ସେ ପଢିଲା କିଏ ଯେ ପ୍ରକୃତ ବଂଶର ମୋ ଜ୍ୱାଇଁ ହୋଇ ପାଇଛି ଏ କଥା ଧରି କହିଲେ କିଏ ହିମାଦ୍ରୀ କେଶରୀ ହିମାଦ୍ରୀ କଣ ହେଲା କେତେ ଥିଲେ ଦର୍ଶକ ଦର୍ଶକ ସମସ୍ତେ ସ୍ୱୀକୃତି ଦେଇଦେଲେ हे मोर गुणग्राही विवेकी समाज जिते थे दर्शक दर्शिका श्रोता समस्ते ताली मारिदेले जहाँ कहले उचित कथा समस्त समर्थन पाइले हिमाद्री केशरी मन को मन बिंद चौरुंग करदेले अपमान सर्वांग जर्जरित हो गला कौन करिवे भावुछंती जिते बेले समस्ते नृत्य भितर भोर हो गले समय समस्त लक्ष्य जान करे हिंद केशरी से समाज छाड़ी पळाई गले घर को जीवी ना आ राज्य को जीवी ना आ उवास को जीवी ना आ रानी मोह चाहिए ना ना ये परिस्थिति को समाधान करी तापर मुझे पदक्षेप नहीं मन मन मानसिक चिंता कौन कहले जीवी अनन्य को ये सृष्टि राज्य होचंती मुख्य सृष्टिकर्ता पिता ब्रह्मा काफी सोना पर नहीं से लोग कृपा करेंगे ताकि कृपा मो दुख रे मोचन हेबो ना बाबू एई मानसिकता मिली घोर जंगल को गले बिंदराज पहुंच गले जंगल के पदेगा ठीक समझते আমি জানি আচ্ছা তারা কে সংখ্যা কম থাকে পারতি যেতে কি অসুবিধা সমস্ত জলাশয় কথা কোন জঙ্গল ভঞ্জ ভাষা কইলে আচ্ছা কইলে কোন সেটা সুরত ভানু প্রভাতাপ নাই হ্যাঁ সত্য নাই প্রভাতাপ নাই মুটি কি আসি যাଉଛି আচ্ছা কোন এখানে আছে কা বন্ধু কোন আরে মোহিনী ঝরা 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 आज्ञा माने झरण अहरह बहुची
ତରଙ୍ଗ ସୃଷ୍ଟି କରୁଛି ଠିକ ଏଇ ସମୟରେ ଆଉ ଗୋଟିଏ ପଦ ଦେଖି ଦେଖି ଏ ଚାଲିଛନ୍ତି କିଏ ରାଜା ବିନ୍ଧକେଶରୀ ପୁଣି ଦେଖିଲେ ଭଞ୍ଜ ଆଉ ଠାଏ ଦେଖିଲେ ବିରୋଚନ କର ପଶଇ ନାହିଁ ଅନ୍ୟ ଯୋଉ ଛାନ୍ଦରେ ଲେଖିଥିଲେ ମହାଶୟ ଭଞ୍ଜ କବି ସମ୍ରାଟ କହିଲେ ବୃହତ ଭାନୁ 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 ପ୍ରଭାବ ନାହିଁ ଅଗ୍ନି ସୂର୍ଯ୍ୟ ଅଗ୍ନିର ଉତ୍ତାପ ସୂର୍ଯ୍ୟଙ୍କ କିରଣର ଆଭାସ ଏଠି କିଛି ନାହିଁ ଅନ୍ୟ ଛାନ୍ଦରେ ଗୋଟିଏ ଶବ୍ଦ ପ୍ରୟୋଗ କଲେ ବିରୋଚନ ବିରୋଚନ କର ପଶଇ ନାହିଁ ବିରୋଚନ ଅର୍ଥ ଆଜ୍ଞା ସୂର୍ଯ୍ୟ ବିରୋଚନ ଅର୍ଥ ଚନ୍ଦ୍ର ପୁଣି ଅନ୍ୟ ଅର୍ଥ ଅଗ୍ନି ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ଗୋଟିଏ ଶବ୍ଦରେ ସମସ୍ତେ ରହିଲେ କାହାରି ପ୍ରଭା କାହାରି ତାପ ଏ ଜଙ୍ଗଲରେ ନାହିଁ ନା କଣ ଦେଖିଲେ ଏଠି ଘଞ୍ଚ ଅଞ୍ଚଳ ଜଙ୍ଗଲ ନୁହେଁ ଇଏ ହଉଛି ଜଙ୍ଗଲ କ୍ରମଶଃ ଧୀରେ ଧୀରେ ଅତ୍ୟନ୍ତ ଅଳ୍ପ ଆରମ୍ଭ ହଉଛି ନୁହେଁ କି ହେଲା ପରେ କଣ ଏଇଟା ହଉଛି ପ୍ରକୃଷ୍ଟ ସ୍ଥାନ ସେଠି କଣ ଦେଖିଲେ ବାୟସ କୌଶିକ ଆଜ୍ଞା ଯୋଉଠି ପହଞ୍ଚିଲେ ସେଠି ମୁନି ମାନଙ୍କର ଆଶ୍ରମ ଅଛି ସେ ଆଶ୍ରମରେ ମୁନି ମାନଙ୍କ ତପସ୍ୟାର ପ୍ରଭାବରେ ସେଠି ହିଂସା ନାହିଁ ଅଛି କଣ ସେ କହିଲେ ସେ ପଦରେ ଗାଁ ଖଣାକୁ ଟେକି ଖେଳି ଧରଣୀ ସଙ୍ଗେ ନୃତ୍ୟଶାଳୀ ଏ ପୁଅ ବାୟସ କୌଶିକ ମେଳ ବସି ଅଛନ୍ତି ଏହା ନୁହେଁ କି এইটা হচ্ছে প্রকৃত স্থান এইটি বসিবি এই তপপূর্ণ স্থাନରେ এইটি তপস্যা করিবি ব্রহ্মাଙ୍କୁ ତାଙ୍କ ଆଶୀର୍ବାଦ ପାଇବି ଆରମ୍ଭ କଲେ ବସିଗଲି ଗୋଟେ ବୃକ୍ଷ ମୂଳରେ ଏ ପୁଅ କଣ କରି କହିଲେ ଓମ୍ ବ୍ରହ୍ମଦେବାୟ ନମଃ ଆଜ୍ଞା ଖାଦ୍ୟ ନାହିଁ ପାନୀୟ ନାହିଁ କେବଳ ପବନକୁ ଖାଦ୍ୟ ରୂପରେ ଗ୍ରହଣ କରି ଦିନ ପରେ ଦିନ ଅତିବାହିତ କରୁଛନ୍ତି ବିନ୍ଧକେଶରୀ ଏ ପୁଅ ମନ ଅଛି ପିତାମହଙ୍କର ପଦାରବିନ୍ଦରେ ହେଲା କଣ ଦିନ ପରେ ଦିନ ଅତିକ୍ରାନ୍ତ ହେଲା ଏ ପୁଅ ପଶୁ ମାସ ପୁଣି କହିଲେ ଦିନ 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 ଶରୀର ହେଲା କଙ୍କାଳ ସାର ବର୍ଷ ପରେ ବର୍ଷ ବିତିଛି ତାପରେ କଣ ହେଲା ପିତାମହ ବ୍ରହ୍ମା ଆବିର୍ଭାବ ହେଲେ ଜାଣିଲେ ଆଉ କଷ୍ଟ ଦେବି ନାହିଁ ଏ ପୁଅ କେତେ ଦିନେ ବ୍ୟବଧାନ ପରେ ଆବିର୍ଭୂତ ହେଇଗଲେ କିଏ ପିତାମହ ବ୍ରହ୍ମା କଣ ବୋଲି କହିଲେ କହିଲେ ବିନ୍ଧ୍ୟ ସ୍ନେହ ବଳା କଣ୍ଠସ୍ୱର ପ୍ରଭୁ ବିନ୍ଧ୍ୟ ପ୍ରଭୁ ବାବୁ ବିନ୍ଧ୍ୟ ପ୍ରଭୁ ଆଖି ଖୋଲିଦେଲେ ନାମ ଜଣେଇଲେ ଆଶୀର୍ବାଦ ବିନ୍ଧ୍ୟ ତୋର ଆପତ୍ତି ତୋର ଦୁଃଖ ମୁଁ ବୁଝିଛି ପାଇଛି ହିମାଦ୍ରି ଗୌରୀ ଭଳି କନ୍ୟାଟିଏ ତାର କେମିତି ପାଇଲା ମୋର ଶକ୍ତି ନାହିଁ ତତେ ମୁଁ କନ୍ୟା ଦେଇପାରିବି ନାହିଁ ଆରେ କେତେ କାଳ ପୁଣ୍ୟ ପୁଞ୍ଜରୁ ଗୌରୀ
ଏତେ କାଳ ପୁଣ୍ୟ ଫଳରୁ ଗୌରୀ ଭଳି ଝିଅକୁ ପାଇଛି ହିମାଦ୍ରି। ହଁ ହଁ କାହିଁ ତୋର ସେ ଭାଗ୍ୟ, କାହିଁ ତୋର ସେ ପୁଣ୍ୟ ଫଳ ଅଛି କି? ନା ତୋର ସେ ଭାଗ୍ୟ ନାହିଁ। ଆଉ ତୋର ଇଚ୍ଛା ହଉଛି ବଳବତ୍ତର, ମୁଁ ନାଚ ମୁଁ ପାରିବି ନା, ମୁଁ ପାରିବି ନାହିଁ। ବାଟ ବତେଇ ଦେବି, ତୁ ଯେବେ ଚାହୁଁଛୁ ପ୍ରକୃତିରେ ତୁମକୁ ନିଜର କନ୍ୟା ରୂପରେ ପାଇବା ପାଇଁ ତତେ ମୁଁ ବାଟ ବତଉଛି। ଆଚ୍ଛା କାହାକୁ ଆଉ ଡାକ ନା, କୁହନ୍ତୁ ପ୍ରଭୁ ସେଇ ପ୍ରକୃତିରେ ପୁଣି ମା କାଳିକାଙ୍କର ଶରଣ ପୂର୍ଣ୍ଣ ହୁଅ। ଆଉ ଦୁଇ ମୁକ୍ତ ହେଇଥିଲେ ପୁଣି ଅନ୍ତର୍ହିତ ହେଇଗଲେ। ଶୂନ୍ୟକୁ ଚାହିଁ ପ୍ରଣାମ କରୁଛି କିଏ ବିନ୍ଦ ପ୍ରଭୁ ଚାଲିଗଲେ। ଠିକ ଅଛି, ମତେ ବାଟ ବତେଇ ଦେଲେ। ସେ ସ୍ଥାନ ଛାଡ଼ିଲା, ଗଲା ଅନ୍ୟ ଏକ ବୃକ୍ଷ ପାଖକୁ। ସେଠି ପ୍ରକୃତିସ୍ଥ ହେଇଗଲା, ସେଇଠି ବସିଛନ୍ତି। ମାକୁ ଧ୍ୟାନ କଲେ, ମାକୁ ଧ୍ୟାନ କରି କଣ କହିଲେ? ବ୍ରହ୍ମା କହୁଛି ମା କାଳିର କରାଳିର କାଚାରିବନି ଦୁଃଖ ମତନା କରି ମୋର ଜନନୀ। ଏକ ମନ ଏକ ପ୍ରାଣରେ ମାଙ୍କୁ ଡାକୁଛି ଏକ ଭକ୍ତି ପ୍ରାର୍ଥନା ମାଧ୍ୟମରେ। ଗୋଟିଏ ଚୌପଦୀ ମାକୁ କେମିତି କେମିତି ଡାକିଲା ତାପରେ କଣ ବୋଲି କହିଲା? ତୋର ଏକ ହିତ କର ବେଶ ଛାଇ ଘର ବିଗଳିତ ମୁଣ୍ଡ ମାଳ, ଘର ବିଗଳିତ ମୁଣ୍ଡ ମାଳ, ଘର ବିଗଳିତ ମୁଣ୍ଡ ମାଳ, ଘର ହିତ କର ବେଶ ଛାଲ, ଘର ବିଗଳିତ ମୁଣ୍ଡ ମାଳ, ଘର ବିଗଳିତ ମୁଣ୍ଡ ମାଳ, ଘର ବିଗଳିତ ମୁଣ୍ଡ ମାଳ, ରସନ ରସନ ଅତି ରୁଢ଼ାଳ ମୁକୁଟ ଅଗ୍ର ଜଗନ ରତ୍ନ ପୁଷ୍ପ କାଳିକା ଭାଲୁ ମାକୁ ଜଗତ ଜନନୀ, ଭାଲୁ ଭଦ୍ର କାଳିକା, ଭାଲୁ ମାକୁ ଜଗତ ଜନନୀ, ଭାଲୁ ଭଦ୍ର କାଳିକା, ଭାଲୁ ମାକୁ ଜଗତ ଜନନୀ, ଭାଲୁ ଭଦ୍ର କାଳିକା। କାଳିକାୟ ନମଃ। ବିପରୀତ ଘୋର ସମଗ୍ର ଚୌଦି ଗାଥା, ଚମକ ଚୌଦି ଗାଥା, ଚମକ ଚୌଦି ଗାଥା, ଚମକ ହରତର ମୋହି ହତର ଧମକ କମ୍ପ କମ୍ପ କାଳିକା, ଭାଲୁ ମାକୁ ଜଗତ ଜନନୀ, ଭାଲୁ ଭଦ୍ର କାଳିକା, ଭାଲୁ ମାକୁ ଜଗତ ଜନନୀ, ଭାଲୁ ଭଦ୍ର କାଳିକା, ଭାଲୁ ମାକୁ ଜଗତ ଜନନୀ, ଭାଲୁ ଭଦ୍ର କାଳିକା। କାଳିକାୟ ନମଃ। ମା କେବେ ପୁଅ ଝିଅର ଦୁଃଖ ସହି ପାରିବ? ବାପୁ କଣ କହିଲେ? ଆରେ କେତେ ଦିନେ ପିଲା ଜନନୀ ପ୍ରାଣ, ଜନନୀ ସହିବ ଅଭିଭୂତ ହେଇଗଲେ ଦେବୀ ମା ଡାକିଦେଲେ ସ୍ନେହ ମା କଣ୍ଠରେ ବାବୁନି ବାବୁ ବିନ୍ଧ ଆରେ ମୋ ସନ୍ତାଳୀ କେତେ କଷ୍ଟ ପାଇଲୁଣି ବାବା ମୁଁ ଜାଣୁଛି ମନ ଦୁଃଖ କାରଣ ମୁଁ ଜାଣୁଛି ବିନ୍ଧ ଚାହୁଁଛୁ ପ୍ରକୃତିକୁ କନ୍ୟା ରୂପରେ ପାଇବା ପାଇଁ ମୋ କଥା ରହୁଛି ତୋ ପାଇଁ ମୁଁ ତ କନ୍ୟା ହେବି ମୁଁ ତ କନ୍ୟା ହେବି ଗୋଚ ଦିଅ ଚାହୁଁଛୁ କଣ କହିଲେ ଏ ପୁଅ अरे ये पाई मुझे दुही से है बेबी सर्वविदा पाई मुझे दुही से है बेबी सर्वविदा तो चारी में प्रेम रखो
अधिकरू अधिक पाला देखिबा पई आमो चैनल सब्सक्राइब करंतु।